ନୂଆ ବର୍ଷ ଆସୁଛି, ପୁରୁଣା ବର୍ଷ ଯାଉଛି। ହେଲେ ନୂଆ ବର୍ଷରେ କ'ଣ ବଦଳିଛି? ଖାଲି କ'ଣ କ୍ୟାଲେଣ୍ଡରର ତାରିଖ ନା ଆଉ କିଛି? ଡିସେମ୍ବର 31ରୁ ଜାନୁଆରୀ 1 ଭିତରେ ଶୀତ ଯେମିତି ଥିଲା ସେମିତି ଅଛି। ପିଲାମାନଙ୍କର ଏକ୍ଜାମର ଟେନସନଟା ଯେମିତି ଥିଲା ସେମିତି ଅଛି। ଓଡ଼ିଆ ବୋଲି ଗର୍ବ କରି କହୁନି, କି ଓଡ଼ିଆ ନୂଆ ବର୍ଷକୁ ବଢ଼େଇ ଚଢ଼େଇ ବି କହୁନି। ହେଲେ ମୋ ଓଡ଼ିଆ ନୂଆ ବର୍ଷରେ ନୂଆ ବର୍ଷର ମଜାଟା କିଛି ଅଲଗା ଥାଏ। ଶୀତ ସରିଯାଇଥାଏ, ହେଲେ ଗ୍ରୀଷ୍ମ ଆସିନଥାଏ, ଆଉ ବସନ୍ତର ମଳୟ ପବନ ହୃଦୟକୁ ଛୁଇଁ ଯାଉଥାଏ। ସେ କୋଇଲିର କୁହୁ କୁହୁ ଡାକରେ ସେ ପ୍ରକୃତିର ଛୁଆଁ କିଛି ଅଲଗା ଥାଏ। ମାର୍ଚ୍ଚ ଲାଷ୍ଟରେ ଇୟର ଏଣ୍ଡିଂର ଖୁସି, ଆଉ ମାର୍ଚ୍ଚ ସୁଦ୍ଧା ପିଲାମାନଙ୍କର ଏକ୍ଜାମ ବି ସରିଯାଇଥାଏ। ଆଉ ଏକ୍ଜାମ ସରିଲା ପରେ ଏପ୍ରିଲ 14ରେ ଓଡ଼ିଆ ନୂଆ ବର୍ଷରେ ମାମୁଁ ଘରକୁ ଯିବାର ଖୁସିଟା କହିଲେ ବୋହିଲେ ବି ସରେନି। ପ୍ରକୃତ ନୂଆ ବର୍ଷ ତ ଏପ୍ରିଲ 14ରେ ଆସେ। ହେଲେ ତାର ମାନେ ନୁହେଁ ଆମେ ଜାନୁଆରୀ 1ରେ ନୂଆ ବର୍ଷ ପାଳିବାନି। ସମସ୍ତଙ୍କୁ ହ୍ୟାପି ନ୍ୟୁ ଇୟର। ଆପଣମାନଙ୍କର ନୂଆ ବର୍ଷ ମଙ୍ଗଳମୟ ହେଉ। ଜୟ ଜଗନ୍ନାଥ।